ନମସ୍କାର। ଆଜି ଆମେ ମହାତ୍ମା ଗାନ୍ଧୀ ଆଉ ଗୁଜରାଟ ସହିତ ତାଙ୍କର ଯୋଉ ଗଭୀର ସମ୍ପର୍କ ସେ ବିଷୟରେ ଟିକେ ଭଲ ଭାବରେ ଦେଖିବା। ଆମ ପାଖରେ ଗୋଟେ ସୂତ୍ର ଅଛି ଗୁଜରାଟରେ ଗାନ୍ଧୀଙ୍କ ଜୀବନ ଓ ଶିକ୍ଷାରୁ କିଛି ଅଂଶ। ଏଇଟା ମାନେ ତାଙ୍କ ଜୀବନର ସେଇ ଆରମ୍ଭ ସମୟ ବିଷୟରେ କିଛି କହୁଛି। ଚାଲନ୍ତୁ ଦେଖିବା ଏଥିରୁ କ'ଣ ମୁଖ୍ୟ କଥା ବାହାରୁଛି। ଆମେ ସମସ୍ତେ ଜାଣୁ ଯେ ଗାନ୍ଧୀ ଗୁଜରାଟର, ଏଟା ତ ସମସ୍ତଙ୍କୁ ଜଣା। କିନ୍ତୁ ଏ ଯୋଉ ସୂତ୍ର ଆମ ପାଖରେ ଅଛି ସେ ସମ୍ପର୍କକୁ କେମିତି ଦେଖୁଛି, ମାନେ କେବଳ ଜନ୍ମସ୍ଥାନର ତଥ୍ୟ ଦଉଛି ନା ଆଉ କିଛି ଅଧିକ? ହଁ, ଏଇଟା ଭଲ ପ୍ରଶ୍ନ। ଦେଖନ୍ତୁ, ସୂତ୍ରଟା ଆରମ୍ଭ କରୁଛି ସେଇ ଜଣାଶୁଣା କଥାରୁ ଯେ ତାଙ୍କର ଜନ୍ମ ପୋରବନ୍ଦରରେ ଅକ୍ଟୋବର 2, 1869। ହଁ। କିନ୍ତୁ ଏଠି ଗୋଟେ ରୋଚକ କଥା ଅଛି। ସୂତ୍ରଟା ଖାଲି ତାରିଖ ଆଉ ଜାଗା କହୁନି, ସେ ପୋରବନ୍ଦରର ସେ ସମୟର ପରିବେଶ କଥା ବି ଟିକେ କହୁଛି। ମାନେ ଗୋଟେ ବନ୍ଦର ସହର ଥିଲା ସେତେବେଳେ, ଆଉ ତାଙ୍କ ପରିବାରର ସ୍ଥିତି, ଯେମିତି ତାଙ୍କ ବାପା ସେଠି ଦେୱାନ ଥିଲେ। ଆଚ୍ଛା। ତ ଏସବୁ ଜିନିଷ ତାଙ୍କର ଯୋଉ ପ୍ରାରମ୍ଭିକ ଅନୁଭୂତି ତାକୁ କେମିତି ପ୍ରଭାବିତ କରିଥାଇପାରେ ସେ ଆଡ଼କୁ ଟିକେ ଇସାରା ଦଉଛି। ତେଣୁ ଏହା କେବଳ ଗୋଟେ ଭୌଗୋଳିକ ତଥ୍ୟ ନୁହେଁ, ବରଂ ଗୋଟେ ଏକ ପ୍ରାରମ୍ଭିକ ପରିବେଶର ଚିତ୍ର ଦେଲାଭଳି। ବୁଝିଲି। ତେବେ ଏହା କେବଳ କୋଉଠି ଜନ୍ମ ହେଲେ ସେତିକି ନୁହେଁ, ବରଂ କେମିତିକା ପରିବେଶରେ ଜନ୍ମ ହେଲେ ସେଟା ଉପରେ ବି ଟିକେ ଗୁରୁତ୍ୱ ଦଉଛି। ଆଚ୍ଛା, ପୋରବନ୍ଦର ପରେ ତାଙ୍କ ଜୀବନ ଗୁଜରାଟରେ ଆଉ କେମିତି ଆଗେଇଲା? ସୂତ୍ର ସେ ବିଷୟରେ କ'ଣ କହୁଛି? ହଁ, ସୂତ୍ର ଅନୁସାରେ ପୋରବନ୍ଦର ପରେ ତାଙ୍କ ପରିବାର ରାଜକୋଟ ଚାଲିଗଲେ। ରାଜକୋଟ? ହଁ, ରାଜକୋଟ। ଆଉ ସେଠି ସେ ତାଙ୍କ ସ୍କୁଲ ପାଠପଢ଼ାର ବେଶୀ ଭାଗ ସାରିଥିଲେ। ଆଉ ସୂତ୍ରଟା ଏଇ ରାଜକୋଟ ସମୟଟାକୁ ବିଶେଷ ଭାବରେ କହୁଛି। ଏଇଟା ଖାଲି ସେଠି ରହିବା କଥା ନୁହେଁ, ସୂତ୍ର ସୂଚାଉଛି ଯେ ସେଠାକାର ଯୋଉ ପାଠପଢ଼ା ଥିଲା ସେଥିରେ କିଛି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ଥିଲା। ଆଉ ସେଠାକାର ସାମାଜିକ ପରିସ୍ଥିତି ବି ଯୋଉଠି ସେ ଅଲଗା ଅଲଗା ପୃଷ୍ଠଭୂମିର ଲୋକଙ୍କ ସହ ମିଶିଥିଲେ। ତ ଏସବୁ ତାଙ୍କ ଚିନ୍ତାଧାରା ଉପରେ ଗୋଟେ ପ୍ରାରମ୍ଭିକ ପ୍ରଭାବ ପକାଇଥିଲା ବୋଲି ସୂତ୍ର କହୁଛି। ମାନେ ଗୋଟେ ଗଠନମୂଳକ ସମୟ ଭାବେ ଦେଖଉଛି ସେଇ ସମୟକୁ। ଏଟା ବାସ୍ତବରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, କାରଣ ଆମେ ସାଧାରଣତଃ ତାଙ୍କର ଦକ୍ଷିଣ ଆଫ୍ରିକା କିମ୍ବା ପରବର୍ତ୍ତୀ ସମୟର କାମ ଉପରେ ବେଶୀ ଧ୍ୟାନ ଦେଇଥାଉ। କିନ୍ତୁ ଏଇ ସୂତ୍ରଟା ତାଙ୍କର ମୂଳଦୁଆ କେମିତି ଗୁଜରାତରେ ପଡ଼ିଥିଲା ତାର ଗୋଟେ ଚିତ୍ର ଦେବାକୁ ଚେଷ୍ଟା କରୁଛି। ଆଚ୍ଛା, ଏଇ ଯୋଉ ପ୍ରାରମ୍ଭିକ ଅନୁଭୂତି କଥା କହିଲେ, ପୋରବନ୍ଦର, ରାଜକୋଟ, ଏସବୁକୁ ତାଙ୍କର ପରବର୍ତ୍ତୀ ବିଚାରଧାରା କି କାମ ସହ ଯୋଡ଼ିବାର କିଛି ସଂକେତ ଦେଉଛି କି ସୂତ୍ର? ଦେଖନ୍ତୁ, ସିଧାସଳଖ ତ ନୁହେଁ, କିନ୍ତୁ ପରୋକ୍ଷ ଭାବରେ କହିହେବ। ଯେତେବେଳେ ସୂତ୍ରଟା ରାଜକୋଟର ସେ ମିଶ୍ରିତ ସାଂସ୍କୃତିକ ଆଉ ଶୈକ୍ଷିକ ପରିବେଶ କଥା କହୁଛି, ସେତେବେଳେ ଏହା ଆମକୁ ଭାବିବାକୁ ବାଧ୍ୟ କରୁଛି ଯେ ବୋଧହୁଏ ଏଇ ପ୍ରାରମ୍ଭିକ ଅନୁଭୂତିଗୁଡ଼ିକ ହିଁ, ମାନେ ତାଙ୍କର ଯୋଉ ପରବର୍ତ୍ତୀ ସମୟରେ ସମନ୍ୱୟବାଦୀ ଦୃଷ୍ଟିକୋଣ ଆସିଲା କିମ୍ବା ପାଶ୍ଚାତ୍ୟ ସଭ୍ୟତା ସହ ତାଙ୍କର ଯୋଉ ଜଟିଳ ସମ୍ପର୍କ ଥିଲା, ହୁଏତ ଏସବୁ ପାଇଁ ଏକ ମୂଳଦୁଆ ଏଇଠ ପଡ଼ିଥାଇପାରେ। ଆଚ୍ଛା। ସୂତ୍ର ନିଜେ କୌଣସି ଦୃଢ଼ ସିଦ୍ଧାନ୍ତ ଦେଉନି ଏ ବିଷୟରେ, କିନ୍ତୁ ଏଇ ସମ୍ଭାବନା ଆଡ଼କୁ ଟିକେ ଇସାରା କରୁଛି। ଏଟା ପ୍ରକୃତରେ ଚିନ୍ତା କରିବା ଭଳି କଥା। ଆମେ ସାଧାରଣତଃ ଗାନ୍ଧୀଙ୍କୁ ଜଣେ ବିଶ୍ୱନେତା ଭାବେ ଦେଖୁ, କିନ୍ତୁ ତାଙ୍କର ଯୋଉ ଆରମ୍ଭ, ଏଇ ନିର୍ଦ୍ଦିଷ୍ଟ ମାଟି ଗୁଜରାଟ ସହିତ କେତେ ନିବିଡ଼ ଭାବେ ଯୋଡ଼ା, ସେଇଟା ଏଇ ସୂତ୍ର ପଢ଼ିଲେ ଅଧିକ ସ୍ପଷ୍ଟ ଲାଗୁଛି। ନିଶ୍ଚୟ। ଜନ୍ମସ୍ଥାନ ପୋରବନ୍ଦରରୁ ଆରମ୍ଭ କରି ରାଜକୋଟରେ ତାଙ୍କର ବଢ଼ିବା, ପାଠ ପଢ଼ିବା, ଏସବୁ ତାଙ୍କର ଗୁଜରାଟ ସହ ଯୋଉ ଗୋଟେ ଅନ୍ତରଙ୍ଗ ସମ୍ପର୍କ ଥିଲା ତାକୁ ହିଁ ଦେଖାଉଛି। ତ ଏଇ ସୂତ୍ରଟା ସେ ପ୍ରାରମ୍ଭିକ ବର୍ଷଗୁଡ଼ିକର ମହତ୍ତ୍ୱକୁ ହିଁ ଦର୍ଶଉଛି। ତେବେ ଏ ଯୋଉ ଆଲୋଚନା ହେଲା, ଏଥିରୁ ମୁଖ୍ୟ କଥା କ'ଣ ବାହାରିଲା? ଯଦି ଆମେ ସାରାଂଶ ଦେଖିବା ଏଇ ସୂତ୍ରରୁ, ତାହେଲେ କହିବା ଯେ ମହାତ୍ମା ଗାନ୍ଧୀଙ୍କ ଜୀବନର ମୂଳଦୁଆ ଗୁଜରାଟର ମାଟି ସହ ବହୁତ ଗଭୀର ଭାବେ ଜଡ଼ିତ ଥିଲା। ପୋରବନ୍ଦରରେ ଜନ୍ମ ହେବା, ତାପରେ ରାଜକୋଟରେ ପିଲାଦିନ ଆଉ ପାଠପଢ଼ା, ଏ ଦୁଇଟା ଜାଗା ତାଙ୍କ ଜୀବନର ଆରମ୍ଭକୁ ଗୋଟେ ନିର୍ଦ୍ଦିଷ୍ଟ ଦିଗ ଦେଇଥିଲା। ଆଉ ଏଇ ସୂତ୍ରଟା ସେଇ କଥାକୁ ହିଁ ଗୁରୁତ୍ୱ ଦେଉଛି। ଏକଦମ ଠିକ୍। ଆଉ ଏଇଠୁ ଗୋଟେ ବଡ଼ ପ୍ରଶ୍ନ ବି ଉଠୁଛି, ଯାହାକୁ ଆମେ ଏମିତି ଛାଡ଼ି ଦେଇପାରିବା ଶ୍ରୋତାଙ୍କ ପାଇଁ। ହଁ। ଯେ ଜଣେ ମଣିଷର ଜୀବନର ଆରମ୍ଭ ସମୟର ଯୋଉ ଭୌଗୋଳିକ ପରିବେଶ ଥାଏ, ମାନେ ତାର ଜନ୍ମସ୍ଥାନ, ପିଲାଦିନ କଟିଥିବା ସହର, ସେଗୁଡ଼ିକ ତାର ପରିଚୟ ଆଉ ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବାରେ କେତେଦୂର ଭୂମିକା ନିଏ। ବିଶେଷ କରି ଗାନ୍ଧୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ, ଯିଏ ପରେ ଯାଇ ବିଶ୍ୱସ୍ତରରେ ଏତେ ବଡ଼ ସ୍ଥାନ କଲେ, ତାଙ୍କ କ୍ଷେତ୍ରରେ ଗୁଜରାଟର ଏଇ ଯୋଉ ପ୍ରାରମ୍ଭିକ ସମ୍ପର୍କ, ସେଟା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା, ଏଇଟା ନିଶ୍ଚିତ ଭାବେ ଆହୁରି ଅଧିକ ଚିନ୍ତା କରିବା ପାଇଁ, ଆହୁରି ଅଧିକ ଖୋଜିବା ପାଇଁ ଗୋଟେ ବିଷୟ।
ହଁ, ନିଶ୍ଚିତ ଭାବରେ ଏକ ବହୁତ ଭଲ ଚିନ୍ତା ସହିତ ଆଜିର ଏ ଆଲୋଚନା ଶେଷ କରିବା।